ଏପ୍ରିଲ ମାସରେ ରହିଥିବା ସମସ୍ତ ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମୀନ ରାଶି ଜାତ ବ୍ୟକ୍ତି ଗୁରୁବାର ଦିନ ବ୍ରାହ୍ମଣଙ୍କୁ ଭୋଜନ ପ୍ରଦାନ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ବାମନ ପୁରାଣ ପଠନରେ ବିଶେଷ ଶୁଭ ଫଳ ଆଶା କରାଯାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମୀନ ରାଶି ଦ୍ୱାଦଶ ରାଶିଚକ୍ରର ସବା ଶେଷ ରାଶି। ବୃହସ୍ପତି ମହାଗ୍ରହ ଏହି ମୀନ ରାଶିର ଅଧିପତି ହୋଇଥିବା ବେଳେ ଜାଣିବା 2025 ମସିହା ଏପ୍ରିଲ ମାସ ପାଇଁ ମୀନ ରାଶି ଜାତକ କ'ଣ ସବୁ ଫଳ ପାଇବାକୁ ଯାଉଛନ୍ତି। ମୀନ ରାଶି ପାଇଁ ଏପ୍ରିଲ ମାସ ମିଶ୍ରିତ ଫଳ ପ୍ରଦାନ କରିବାର ବହୁତ ସମ୍ଭାବନା। ଶନି ଗ୍ରହ ମୀନ ରାଶିରେ ଗୋଚର କରୁଥିବାରୁ ମୀନ ରାଶି ବା ମୀନ ଲଗ୍ନର ବ୍ୟକ୍ତିଙ୍କ ସ୍ୱଭାବରେ ଅଳସୁଆପଣ ଦେଖାଦେବ। ତେଣୁ ଯେଉଁ କାମ ଯେତେବେଳେ ଆସିବ ତାକୁ ସଙ୍ଗେ ସଙ୍ଗେ କରିଦେବା ଉଚିତ ହେବ। କାଲି କରିବା କହି କାର୍ଯ୍ୟଟିକୁ ବିଳମ୍ବିତ କଲେ କାର୍ଯ୍ୟଟି ତ ହେବ ନାହିଁ, ବିଳମ୍ବିତ ମଧ୍ୟ ହୋଇଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ବିଚିତ୍ର ପ୍ରକାର ଭାବନାରେ ବୁଡ଼ି ରହିବେ। ଏକାନ୍ତ ପ୍ରିୟ ହେବେ। ମୀନ ରାଶି ଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟରେ ଥିଲେ ବ୍ୟବସାୟ ମନ ମୁତାବକ ଚାଲିବ ନାହିଁ। ମୀନ ରାଶିର ସପ୍ତମ ସ୍ଥାନର ଅଧିପତି କନ୍ୟା ରାଶିର ଅଧିପତି ବୁଧ ବାଧକ ଅସ୍ତ ତଥା ନୀଚ ଭାବରେ ରହିଥିବାରୁ କାରବାରରେ ପ୍ରବଳ ବାଧାର ସମ୍ମୁଖୀନ ହେବେ। ସେୟାର ମାର୍କେଟ ତଥା ଅନ୍ୟାନ୍ୟ ଆର୍ଥିକ ସଂସ୍ଥାରେ ଅର୍ଥ ନିବେଶ କରିଥିଲେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ଚାକିରି କରୁଥିଲେ କର୍ମକ୍ଷେତ୍ରରେ ସଫଳତା ପାଇବେ। ଶତ୍ରୁ ହନ୍ତା ହେବେ ସତ, କିନ୍ତୁ ସର୍ବଦା ଶତ୍ରୁତା ଲାଗି ରହିବ। ତେଣୁ ଅନ୍ୟ ସହଯୋଗୀମାନଙ୍କ ଉପରେ ହାକିମ ଦେଖାଇବା ପରିବର୍ତ୍ତେ ସମସ୍ତଙ୍କ ସହିତ ମିଳିମିଶି କାମ କଲେ କାମଟି ସଫଳତାର ସହିତ ସମ୍ପନ୍ନ ହେବ। ଏପ୍ରିଲ ମାସରେ ଚାକିରିରେ ପ୍ରମୋଶନ ତଥା ସ୍ଥାନାନ୍ତରର ଯୋଗ ଦେଖାଯାଏ। ମାସର ଦ୍ୱିତୀୟାର୍ଦ୍ଧରେ ମୀନ ରାଶି ଜାତ ବ୍ୟକ୍ତି ଅର୍ଥ ଲାଭ କରିବାର ସୁଯୋଗ ଆସିଲେ ମଧ୍ୟ ହାତଛଡ଼ା ହେବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ମୀନ ରାଶି ଅଧିପତି ବୃହସ୍ପତି ତୃତୀୟ ବୃଷ ରାଶିରେ ଅବସ୍ଥାନ କରିଥିବାରୁ ଏପ୍ରିଲ ମାସଟିରେ ମୀନ ରାଶି ଜାତ ବ୍ୟକ୍ତି ପରାକ୍ରମୀ ରହିବେ। ସମୟ ସମୟରେ ମନ ଭିତରେ ଅଭିମାନ ଜାଗ୍ରତ ହେବ। ଜ୍ଞାନାର୍ଜନ ପାଇଁ ମନ ବଳାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏପ୍ରିଲ ମାସଟି ମୀନ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ଅପଚୟ ବା ବଦହଜମି ହେବାର ସମ୍ଭାବନା। ଗ୍ୟାଷ୍ଟ୍ରିକ୍ ରୋଗ ଦେଖାଦେଇପାରେ। ଶରୀରରେ ବାୟୁ ବିକାର ଜନିତ ଅନ୍ୟାନ୍ୟ ଉପସର୍ଗ ମଧ୍ୟ ଦେଖାଯିବାର ବହୁତ ସମ୍ଭାବନା ରହିଅଛି। ମୀନ ରାଶି ଜାତକ ପ୍ରେମ ସମ୍ପର୍କରେ ଥିଲେ କେତେବେଳେ ଖୁସି ତ ଆଉ କେତେବେଳେ ଦୁଃଖୀ ରହିବେ। ପ୍ରେମ ସମ୍ପର୍କ ଅନିଶ୍ଚିତତା ଭିତରେ ଗତି କରିବ। ଉଭୟ ପ୍ରେମିକ ଓ ପ୍ରେମିକା ପରସ୍ପର ପ୍ରତି ସନ୍ଦିହାନ ରହିବେ। ବିବାହ ଆଶାୟୀ ପୁଅ ଝିଅଙ୍କ ପାଇଁ ଏପ୍ରିଲ ମାସଟି ନିରାଶା ପ୍ରଦାନ କରିବ। ବିବାହ ପ୍ରସ୍ତାବ ଆସିବ ନାହିଁ ତ ଆସିଥିବା ପ୍ରସ୍ତାବ ସ୍ଥିରୀକୃତ ହୋଇପାରିବ ନାହିଁ। ପାରିବାରିକ ଦୃଷ୍ଟିକୋଣରୁ ମୀନ ରାଶି ଜାତ ବ୍ୟକ୍ତି ଏ ମାସରେ ମିଶାମିଶି ଫଳ ଭୋଗ କରିବେ। ଘରେ ବା ପରିବାରରେ ଶାନ୍ତି ରହିଲେ ମଧ୍ୟ ପରିବାରର କେହି ସଦସ୍ୟ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ଅଯଥା କଥା, ଯାହାର କି କୌଣସି ପ୍ରାସଙ୍ଗିକତା ନଥିବ, ସେଭଳି କଥାରେ କଥା କଟାକଟି ହୋଇ ମତାନ୍ତର ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନ ଠିକ୍ ଠାକ୍ ରହିଲେ ମଧ୍ୟ ଦାମ୍ପତ୍ୟ ଜୀବନରେ ସର୍ବଦା ଏକ ଉଦାସୀପଣ ଲାଗି ରହିବ। ଉଚିତ ହେବ ସ୍ୱାମୀ ସ୍ତ୍ରୀ ଉପରେ ଆଧିପତ୍ୟ ଜାହିର ନ କରିବା। ଏ ତ ଗଲା
ମୋଟାମୋଟି ଭାବରେ ମୀନ ରାଶି ପାଇଁ ଏପ୍ରିଲ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମୀନ ରାଶି ଜାତ ବ୍ୟକ୍ତି ଗୁରୁବାର ଦିନ ବ୍ରାହ୍ମଣଙ୍କୁ ଭୋଜନ ପ୍ରଦାନ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ବାମନ ପୁରାଣ ପଠନରେ ବିଶେଷ ଶୁଭ ଫଳ ଆଶା କରାଯାଏ। ଏହାଛଡ଼ା ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଚତୁବର୍ଗ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।